आशा करछि आपण माने समस्त भले थिबे। आपण मानक आशीर्वाद आ भल पाइबे आम तो माझे बहुत भले रे अछु। तो आपण माने भी सेमती भले रे थांतु। तो आपण को मोर आउ गोटे छोटे ब्लॉग को स्वागत करूछि। तो देखंतु आमे वर्तमान करंज गछ मूल से बिल पाख करंज गछ मूल अच्छे कहीं ना रूम रे बहुत जोर गरम हो आमे ये हावा खाऊचु। रोषे तो सरी नहीं भात बसई देकी माँ झील बुलुचु। आ देखु खरा तो बहुत जोर है काली जो भाई खरा देता ये छेली मैंने चलुंट मो झीर कथा किए बुझी पार्टी कमेंट करके निश्चित जनइबे। तो सांग मैंने आपण मानक देखी आम एपटे तो धान बाहर आपण मानक सेपटे धान बाहर कि नहीं कमेंट करके कहिबे। तो बग गुटे देखंतु फ्रेंड्स बग केमती छपी छपी जाउची माछ खाइबा पाई। कहलो बग के नीचे गला। तो घर पाखे चाष होती बहुत सुंदर तो देखा जाऊँ पूरा सबुज सबुज। तापर से देखो धान सब बाहर 4 मासिया ना 3 मासिया धान दिया। तो यही सब तो आमर एगुड़ा धान बाहर नहीं बग से नुची गला कौटी। तो देखो बहुत सुंदर है यही बग बाहर। कमेंट करके निश्चित जानवे आपण मानक सेपटू धान बाहर कि नहीं। आम तो धान बाहर आ शीत पड़ा कि नहीं कमेंट करके जानवे। आम तो शीत पड़ी नहीं किंतु काकर पड़ा ना ना आज सकाळ उठिला देखिला बेलू काकर पड़ी माने कुहुड़ा है धान गछ मानकर पानी जे शिशिर कहते बहुत सुंदर देखा जाता। तो शीत आगक बग उड़ी गला माँ आपण मानक सेपटे ठंडा नागिला कि नहीं कमेंट कर। आम ठंडा पड़ी ना पड़ो आ लगिला बहुत जोर तो गरम हो। देखु छेली माने खरा एति 10टा है 10टा बेल को केमती होती देख चोरी के आसिले ढंकु जब एति खरा खरा तो कम गरम जोर हो एति गरम लगुच। तो जो मैंने काम जाते केते दिन सारा केते खरार काम करते मैंने जानी विशेषकर आ बाबा मो स्वामी आज कहते काली केते जोर खरा होता खरार काम करने को बहुत कष्ट लगे। तो फील कर मानकर ना से तो काम न कले हेनी ना मामा। तो झील को निद आसला मुझे जाए शुए 10टा हवा गला सका टिके शुला सांग उठीगला। हाँ जी जी चलो सांग मैंने बर्तमान रूम रे बस दिन सारा तो किसी वीडियो बनाई सकाल वीडियो आरंभ करी। आज का दिन तो मोर बहुत कष्ट कटी कौन करी आज बाहर करते माने एत कटी लाइन आसी नहीं जान तो झील को सब आज एत गरम होता पवन टी लगुन रूम तो जमा रही मुझे आपको कही
ଏବେ ଟିକେ ବର୍ଷା ହଉଛି ଆପଣମାନଙ୍କୁ ଦେଖୁଛୁ ହଠାତ୍ କିନା କଳାରୁ କେଉଁଠୁ ଆସିଲା ଦେଖନ୍ତୁ। ବର୍ତ୍ତମାନ ଝିଅକୁ ଟିକେ ଶୋଇ ପଡ଼ିଛି କିନ୍ତୁ ସାଙ୍ଗମାନେ ଏବେ ଆମ ଝରକାଟା ହିଁ ଦେଖିପାରୁଥିବେ ମୁଁ ଝରକା ପଟେ ହିଁ ଭିଡ଼ିଓ କରୁଛି। ଆଉ ଝିଅ ରୁମ୍ରେ ଶୋଇଛି। ବର୍ଷା ହେଲେ ବି ଆଜି ବହୁତ ଗରମ ପଡୁଛି। ଏବେ ଯାହା ବର୍ଷା ଆସିଲାରୁ ଝିଅ ଶୋଇଲା ମୁଁ ସକାଳୁ କିଛି ଖାଇନଥିଲି ମୋତେ ଭଲ ଲାଗୁନଥିଲା। ଆଜି ଝିଅ ଶୋଇଲା ପରେ ଏଇ 1:30 ବେଳେ ଯାଇ ଖାଇଲି। ଏବେ ତ 2ଟା ହେଲା ମୁଁ ଖାଇସାରିକି ବର୍ତ୍ତମାନ ଭିଡ଼ିଓ କରୁଛି। ତ ଆପଣମାନଙ୍କ ସେପଟେ ବର୍ଷା ହେଉଛି କି ନାହିଁ କମେଣ୍ଟ କରିକି ନିଶ୍ଚିତ ଜଣାଇବେ। ଆମ ଏପଟେ ଦେଖନ୍ତୁ ବର୍ଷା ହେଉଛି। ଆଉ ବହୁତ ଦିନ ପରେ ଝରକା ପଟେ ଭିଡ଼ିଓ କଲି। ଆଗରୁ ତ ବେଳେ ଆଜି କରେନି। ତ ଦେଖନ୍ତୁ କେମିତି ବର୍ଷା ହେଉଛି। ଆଜି ଲାଇନ୍ ତ ନାହିଁ ତା ସାଙ୍ଗକୁ କ'ଣ ମୋ ମୋବାଇଲରେ ବି ଚାର୍ଜ ନଥିଲା। ଆଉ ଝିଅକୁ ଦିନ ସାରା ଧରିକି ବୁଲୁଛୁ କାହିଁକି ନା ସେ ରୁମ୍ରେ ରହୁନି। ରୁମ୍ଟା ବହୁତ ଗରମ ଲାଗୁଛି। ଆଜବେଷ୍ଟ ଘର ତ ଜାଣିଛନ୍ତି କେତେ ଗରମ। ବହୁତ ଗରମ ଲାଗୁଥିଲା ବିଶେଷ କରି ଆମ ରୁମ୍ଟା ବହୁତ ଗରମ। ତ ଦେଖିପାରୁଥିବେ ଆମ ଗଡ଼ିଆକୁ ଦେଖନ୍ତୁ ଗଡ଼ିଆ ଭଳିଆ ତ ଦେଖାଯାଉନି। ଫିର୍ ବି ଦେଖନ୍ତୁ ଆଉ ଟିକେ ଶାନ୍ତି ଟିକେ ହାୱା ଲାଗୁଛି ଜାଣି। ତ ଦେଖି ଦଉଛୁ ଝିଅ ଆମର ଶୋଇଛି ବର୍ତ୍ତମାନ। ତ ଦେଖନ୍ତୁ ଝିଅ ଶୋଇଛି। ମାନେ ଦେଖନ୍ତୁ ଛୁଆକୁ ତ ଶୋଇ ଦେଇଛି କିନ୍ତୁ ଛୁଆକୁ କେତେ ଗରମ। ତା ମୁଣ୍ଡ ପୁରା ଝାଳରେ ଓଦା ହେଇଯାଇଛି। ତ ସେ ତ ଶୋଇଲାଣି ଆଉ କ'ଣ କହିବି। ଏତେ ସମୟ ଖରା ଥିଲା ଗରମ ହଉଥିଲା ଲାଇନ୍ ବି ନଥିଲା। ଏବେ ବର୍ଷା ହେଲା ଲାଇନ୍ ବି ଆସିଲା। ଏବେ ଲାଇନ୍ ଆସିଲା ମୋ ରୁମ୍ରେ ଲାଇଟ୍ ଜଳି ଯାଇଛି। ରୁମ୍କୁ ପୁରା ଅନ୍ଧାରିଆ ରୁମ୍ ଟା ନା ସେଥିପାଇଁ ଆମେ ଦେଖନ୍ତୁ ପାଣି ପଡ଼ୁଛି ଏଠି ମୁଁ ବାଲ୍ଟି ବସେଇ ଦେଇଛି। ଏ ଖଟରେ ବି ପଡ଼ିବ ଏଠି ବେଡ଼ରେ। ଏଇ ଆଜବେଷ୍ଟ ଫାଙ୍କ ହେଇକି ଟିକେ ଫାଟି ଯାଇଛି। ଉପରେ ଯୋଉ ଆମର ଚଦର ଦିଆ ହେଇଛି ସେଠି ଫାଟି ଯାଇଛି। ସେଠି ପାଣି ପଡ଼ୁଛି ବେଡ଼ରେ ବି ଏଠି ବାଲ୍ଟି ଜଗ ଯାହା ବସିଦିଏ। ତ ଆପଣମାନଙ୍କ ସେପଟେ ଆଜି କେତେ ଦୂର ଗରମ କରୁଥିଲେ ଆଉ କେତେ ଦୂର ବି ବର୍ଷା ହେଇଛି କମେଣ୍ଟ କରିକି ନିଶ୍ଚିତ ଜଣାଇବେ। ଆଜି ତ ମୋ ଦିନଟା ବହୁତ କଷ୍ଟରେ ଯାଇଛି। ଓ ଜାଣିଛନ୍ତି ତ ଛୁଆ ଗରମରେ ତ କେମିତି ରହିବେ। ତ ବର୍ତ୍ତମାନ ଲାଇନ୍ ତ ଆସିଯାଇଛି ମୁଁ ଟିକେ ଚାର୍ଜ ବସେଇଦେବି କାହିଁକି ନା ଚାର୍ଜ ନାହିଁ। ବର୍ଷା ହେଉଛି କେତେ ଦୂର ବର୍ଷା ହେବ କ'ଣ କରିବ ଜଣା ତ ନାହିଁ। ଲାଇନ୍ ଆସିବ ନ ଆସିବ ସେଥିପାଇଁ ମୁଁ ଟିକେ ଲାଇଟ୍ରେ ଚାର୍ଜ ବସେଇଦିଏ। ତାପରେ ଆପଣମାନଙ୍କୁ ଖବର ରଖିଦେବି ମାନେ ତାପରେ ବିଜୁ ଘଡ଼ଘଡ଼ି ମାରୁଛି। ସେଥିପାଇଁ ମୋବାଇଲ ମୋତେ ସେମିତି ଭାରି ଡର ଭାରି ଭୟ ସେଥିପାଇଁ ବର୍ତ୍ତମାନ ପାଇଁ ରହୁଛି। ଆଗକୁ ଦେଖିବା କିନ୍ତୁ ଆମେ ମାନେ ଭିଡ଼ିଓ କରିବୁ କିନ୍ତୁ ଆଜି ଆଉ କରିପାରିବୁ କି ନାହିଁ କହିନି। ଆପଣମାନେ କ'ଣ କହୁଛନ୍ତି ଆପଣମାନେ ଆମକୁ ବହୁତ ସାରା ସପୋର୍ଟ କରନ୍ତୁ ବହୁତ ସାରା ଆଶୀର୍ବାଦ କରନ୍ତୁ। ମାନେ ଆମର କେମିତି ଭୁଲ ରହୁଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଯଦି କିଛି ଭୁଲ ରହୁଥିବ ଆମେ ସଂଶୋଧନ କରିବା। କାହିଁକି ନା ଆମେ ଭୁଲ ନ କଲେ ତ ଠିକ୍ କରିପାରିବାନି। ସେଇଥିପାଇଁ ଜୀବନରେ ଭୁଲ କରିବା ବି ନିହାତି ଦରକାର। ତ ଯଦି କିଛି ବି ଭୁଲ ରହୁଛି କେହି କିଛି କହି ବି ଯାଉଛି ନିହାତି ଆମକୁ କୁହନ୍ତୁ। ଆମର ବଡ଼ ସାନ ଭାଇ ଭଉଣୀ ଯେତିକି ସବୁ ୟୁଟ୍ୟୁବର ଅଛନ୍ତି ଯେତିକି ସବୁ ଆମ ଭିଡ଼ିଓ ଦେଖୁଛନ୍ତି ନିହାତି କମେଣ୍ଟ କରିକି କହିବେ। ବର୍ତ୍ତମାନ ମୁଁ ମୋବାଇଲକୁ ଧରି ଚାର୍ଜ ବସେଇବି। ଆଉ ଝିଅକୁ ଟିକେ ଝିଅ ପାଖରେ ଶୋଇ ପଡ଼ିବି ଆଉ କ'ଣ କରିବି।